ବର୍ଷାରେ ଧାନ ଫସଲ ନଷ୍ଟକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥଲେ ଆରିବା ଗ୍ରାମବାସୀ। ଗଜପତି ଜିଲ୍ଲା ପାଳାଖେମୁଣ୍ଡିସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ସନ୍ଧ୍ୟା 6ଟା ବେଳେ ଆରିବା ଗ୍ରାମବାସୀଙ୍କୁ ଦେଖିବାକୁ ମିଳିଥିଲା। ଗତ 3 ଦିନ ଧରି ଅଦିନିଆ ବର୍ଷା ଯୋଗୁଁ ଅମଳ ହୋଇଥିବା ଧାନ ଫସଲଗୁଡ଼ିକ ନଷ୍ଟ ହୋଇଯାଇଛି, ଯାହାକୁ ନେଇ ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ କାଣ୍ଟ୍ରାଗାଡ଼ା ମୌଜାର ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚିନ୍ତାଟା କୋଉ ଗାଁ ରହୁଛି ଆରିବା କଣ ସମସ୍ୟା କଣ ହେଇଛି? ସମସ୍ୟା ଆମର ଏବେ 4-5 ଦିନ ହେଲା ସାର୍, ରାତି ଦିନ ସବୁବେଳେ ବର୍ଷା ହେଉଛି। ଆମେ ଧାନ କାଟି ଦେଇଛୁ, ଧାନ କଟା ହେଲା, କଲେଇ ଅଛି, ତାପରେ ମେସିନ୍ରେ କଟି ଦେଇଛୁ, ପାରଦା ଗୁଡ଼ା ଘୋଡ଼େଇଛୁ, କାହିଁରେ ଘୋଡ଼ା ହେଇନି, ପାଳ ପକେଇଲୁ, ଏ ପାଳ ସବୁ ପାଣିରେ ଭାସିଗଲାନି, ପାଳ ସବୁ କୁତରା ହେଇଗଲା। ସେଇଟା ହେଇଯାଇକରି ଏବେ କୋଉଠି ଆମକୁ କ'ଣ ଆଧାର ଆମର ନାହିଁ। ସବୁବେଳେ ଆମକୁ ବଡ଼ ବ୍ୟବସାୟ ହେଉଛି ଧାନ ପାଲକରା, ସେଇଟା ଏକା ସବୁ ଆମର କାରବାର ସେମିତିଟା ନଷ୍ଟ ହେଇଗଲା। ସେଥିପାଇଁ ସରକାର କ'ଣ ଆମର ଟିକେ ରକ୍ଷା କରିବେ ବୋଲିକିରି पी सन्मुखर एक्स सरपंच कांट्रागाड़ जीपी କଣ ହେଇଛି? आरिबा विलेज आरिबा आमर दान पूरा नष्ट हो जाइए। पूरा आमर दान मेसीन कटा होकरी को बिल दान से बिल पड़ी पारदा केतटा गुड़ाई केतटा गुड़ाई पाल पकाई पानी रे पूरा नष्ट हो जाइए। आम आज तहसीलदार सहित कलेक्टर सहित भेटवा बोलिकी आम आसना आम गाँव समस्ते मिस्क्री इटी कलेक्टर ऑफिस को कलेक्टर पक्ष मिसवाई आम समस्ते आसी कलेक्टर मिसला। कलेक्टर ये विषय रे आम मीटिंग चलती आरए मान को रिपोर्ट पे पठाई आम तहसीलदार को गोटे लेटर चिठी देछि। कलेक्टर किमती तुम रईत मान को साहाଯ୍य कर कलेक्टर कहला।